ଆଜି ଗୁଡ଼ିଆକୁ ବାହା କରିବା ପାଇଁ ଲୋକ ଦେଖି ଆସିବେ। ଆମକୁ ଝିଅ ପସନ୍ଦ ହେଲା। ଆମକୁ ଯୌତୁକରେ 20 ଲକ୍ଷ ଟଙ୍କା ଦେବ। ତାପରେ ଚୌଧୁରୀ ବାବୁରେ କହିବେ 20 ଲକ୍ଷ କ'ଣ, ମୁଁ 20 ଟଙ୍କା ବି ତୁମକୁ ଦେବି ନାହିଁ। ଆଜି ବୁଲବୁଲ ଦେବୀ ଗୁଡ଼ିଆକୁ ବଡ଼ ଦଣ୍ଡ ଦେବେ। ତୁ ମୋର ବିବେକର ଦେଇଥିବା ଶାଢ଼ୀକୁ ଜାଲି ଦେଇଛୁ ଗୁଡ଼ିଆ। ତୁ ସବୁବେଳେ ଲାଇଟ୍ ଇଣ୍ଡକ୍ସନରେ ରୋଷେଇ କରିଛୁ, କଫି ବନେଇଛୁ। ଆଜିଠାରୁ ଏଇ ଗ୍ୟାସରେ ରୋଷେଇ କରିବୁ। ଆଜି ତୋର ମଜାକୁ ଛଡ଼ାଇ ନେବି ଗୁଡ଼ିଆ। ଏତେ ଦିନ ହେଲା ସେଇ ଗ୍ୟାସକୁ ତୁ ଡରି ଆସିଛୁ। ଆଜି ତୁ ପୂଜା ବି କରିବୁ ଗୁଡ଼ିଆ। ସବୁବେଳେ ଗୁଡ଼ିଆ ଆସିଛୁ। ତାପରେ ଗୁଡ଼ିଆ କହିବ ନାହିଁ ଜେଜେମା ନାହିଁ, ମୁଁ ଏଇ ଗ୍ୟାସକୁ ରୋଷେଇ କରିପାରିବି ନାହିଁ। ମୁଁ ଏହି ପୂଜା ବି କରିପାରିବି ନାହିଁ। କାହିଁକିନା ନିଆଁକୁ ମୋତେ ଦେଖିଲେ ଭାରି ଡର ଲାଗୁଛି। ଆଉ ସେଇ ପୁରୁଣା କଥା ମନେ ପଡ଼ିଯାଉଛି। ଗୁଡ଼ିଆ ଡରି ଡରି କାନ୍ଦୁଛୁ। ତୋର ମାଆର ଗୁଣକୁ ତୁ ସବୁ ଆଣିଛୁ ହେଲେ ଗୋଟେ ରୋଷେଇ କରିବା ଜାଣିନାହୁଁ। ବବଲୁ ଆସିକରି ଆଇରନ୍ ସୁଇଚକୁ ଅନ୍ କରିଦେବ। ମୋବାଇଲ ଚାର୍ଜ କରିଛି ବୋଲି ସେଥିରେ ହେଲେ ମୋବାଇଲ ଚାର୍ଜ କର୍ଡ଼ ଲାଗିନଥିବ। ସେଇଠି ଗୁଡ଼ିଆ ଆଇରନ୍ ସୁଇଚ୍ କର୍ଡ଼କୁ ଲଗାଇଥିବ। ତୁ ଏଇସବୁ ଭୁଲ କରିଛୁ। ସେପଟେ ଗୁଡ଼ିଆ ଦଣ୍ଡ ପାଉଛି ବବଲୁ କହିବେ। ତାପରେ ବବଲୁ କହିବେ, ଦେଖ ପରୀ, ମୋରି ସାଙ୍ଗରେ ତୁ ଲାଗ ନାହିଁ। ତୁ ମୋର ସୁଇଚ୍ ଅନ୍ କରିବା ଦେଖିଛୁ କି? ଆସିଛୁ ମୋରି ପାଖକୁ ଗୁଡ଼ିଆକୁ ବଞ୍ଚାଇବା ପାଇଁ। ଯାହା ସବୁ ହୋଇଛି ଭଲ ହୋଇଛି। ସବୁଦିନ କିଛି ନା କିଛି କରି ଚାଲିଛି ଗୁଡ଼ିଆ। ଚୌଧୁରୀ ବାବୁ ଆସିକରି ବୁଲବୁଲ ଦେବୀ କହିବେ, ତୁମର ମୁଣ୍ଡ ଖରାପ ହୋଇଯାଇଛି ବୁଲବୁଲ ଦେବୀ। ସବୁ କିଛି ଜାଣି ଶୁଣି ବି ତୁମେ ଗୁଡ଼ିଆଙ୍କ ସାମ୍ନାରେ ନିଆଁ ଲଗାଉଛ। ଦେଖ ଗୁଡ଼ିଆ କେତେ ଡରି ଯାଇଛି। ତୁମେ ସବୁବେଳେ ଖାଲି ଗୁଡ଼ିଆର ଭୁଲ ଦେଖି ଆସିଛ ବୁଲବୁଲ ଦେବୀ। ଆଜି କ'ଣ ଭୁଲ କରିଛି ଦେଖ ଚୌଧୁରୀ ବାବୁ, ମୋର ବିବେକ ଦେଇଥିବା ଶାଢ଼ୀକୁ ଜାଲି ଦେଇଛି। ତୁମେ ଯେତେଗୁଡ଼ା ଭୁଲ କରିଛ ବୁଲବୁଲ ଦେବୀ, ମୁଁ ଯଦି ତୁମକୁ ଦଣ୍ଡ ଦିଏ ତାହେଲେ କ'ଣ ହେବ ବୁଲବୁଲ ଦେବୀ?